জাতীয় কংগ্রেস দলର ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା ଅମ୍ବାଭନା କେଦାରନାଥ ଖେଳପଡ଼ିଆ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭନା ଓ ଭଟଲି ବ୍ଲକ ନେଇ କଂଗ୍ରେସର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସ ଦଳ ପର୍ଯ୍ୟବେକ୍ଷକ ଭାବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ମହାରାଷ୍ଟ୍ରର ଧୀର ଲୋକସଭାର କଂଗ୍ରେସ ସାଂସଦ ଶ୍ରୀମତୀ ଶୋଭାତାଇ ବଚ୍ଛବ ଯୋଗଦେଇ କଂଗ୍ରେସ ଦଳ ସଂଗଠିତ ସ୍ଥିତି ଓ ସାଂଗଠନିକ ଉପରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଭଟଲି ଓ ଅମ୍ବାଭନାର କଂଗ୍ରେସ କର୍ମୀଙ୍କ ସହିତ ସାଂଗଠନିକକୁ ମଜବୁତ କରିବା, ଆଗାମୀ ପଞ୍ଚାୟତ ସମିତି ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ କଂଗ୍ରେସ ଦଳକୁ ସଂଗଠିତ କରାଯିବା ଉପରେ କର୍ମୀମାନଙ୍କୁ ପରାମର୍ଶ ଦେବା ସହିତ ନୂତନ ଭାବରେ ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ମନୋନୀତ ପାଇଁ ପ୍ରସ୍ତାବ ନେଇଥିଲେ। ସମ୍ମାନିତ ଅତିଥି ଭାବରେ ଡାକ୍ତର ମୟୁରା ବଚ୍ଛବ, ପ୍ରଦେଶ କଂଗ୍ରେସ କମିଟିର ମହିଳା ପର୍ଯ୍ୟବେକ୍ଷକ ଦେବସ୍ମିତା ସାମଲ, ପର୍ଯ୍ୟବେକ୍ଷକ ଭୁଜବଳ ମାଝୀ, ରାଜ୍ୟ ମୁଖପାତ୍ର ଡକ୍ଟର ହମିଦ ହୁସେନ, ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ଦେବତା, ବ୍ରହ୍ମାନନ୍ଦ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ଏକ ଭବ୍ୟ ସ୍ୱାଗତ ସହିତ ପାଛୋଟି ଆଣିଥିଲେ ଏବଂ ଅମ୍ବାଭନା ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ସେଠାରେ ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭନା ଓ ଭଟଲି ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ହୋଇଥିଲେ। ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ, ବିଶ୍ୱବିଜୟୀ ନ୍ୟୁଜ ଓଡ଼ିଶା।